ମାର୍ଚ୍ଚ ମାସ 8 ତାରିଖରେ ମିଳିବାକୁ ଯାଉଛି ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା। ସେଇଟା ଆପଣଙ୍କୁ ମିଳିବ କି ନାହିଁ ଆପଣ ଘରେ ବସି ନିଜ ମୋବାଇଲ ସାହାଯ୍ୟରେ ସେଟା ଆପଣ ଚେକ୍ କରିପାରିବେ। ଯଦି ଆପଣ ଟାଟା ସବୁକିଛି କମ୍ପ୍ଲିଟ୍ ଥିବ ତାହେଲେ ଆପଣଙ୍କୁ ନିଶ୍ଚିତ ମିଳିବ, ଆପଣଙ୍କୁ ଜନସେବା କେନ୍ଦ୍ର ଯିବାକୁ ପଡ଼ିବନି। ଯଦି ଆପଣଙ୍କ ଟାଟାସରେ କିଛି ପ୍ରୋବ୍ଲେମ୍ ଥିବ ତାହେଲେ ଯେତେ ଶୀଘ୍ର ସେଟାକୁ ଆପଣ ଠିକ୍ କରିନିଅନ୍ତୁ, କାହିଁକିନା ଆଉ କମ୍ ସମୟ ରହିଲା ପଇସା ମିଳିବାକୁ। ଯଦି ତାରି ଭିତରେ ଆପଣ ଠିକ୍ ନ କରୁଛନ୍ତି ତାହେଲେ ଆପଣ ଦ୍ୱିତୀୟ କିସ୍ତି ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ। ଆଉ ଚାଲନ୍ତୁ କେମିତି ଚେକ୍ କରିବେ ଆଜି ଏ ଭିଡ଼ିଓ ମାଧ୍ୟମରେ ମୁଁ ଆପଣଙ୍କୁ କହିବି। ଆଉ ଚାଲନ୍ତୁ ଡେରି ନ କରି ଭିଡ଼ିଓଟି ଷ୍ଟାର୍ଟ କରିବା। ଦେଖିପାରୁଥିବେ ବର୍ତ୍ତମାନ ମୋବାଇଲ ସ୍କ୍ରିନ୍ ପଳେଇ ଆସିଛି। ଚାଲନ୍ତୁ ମୋବାଇଲରେ ଥିବା ଯେକୌଣସି ବ୍ରାଉଜର ଆପଣ ଏଠି ଅନ୍ କରିବେ। ଚାଲନ୍ତୁ ଏଠି ମୁଁ କ୍ରୋମ୍ ବ୍ରାଉଜରଟି ଅନ୍ କରିବି। କ୍ରୋମ୍ ବ୍ରାଉଜର ଅନ୍ କଲା ପରେ ମୋବାଇଲ ସ୍କ୍ରିନ୍ ଉପରେ ଏଇଟା ଇଣ୍ଟରଫେସ୍ ଖୋଲିକି ଆସିଯିବ। ଏଠି ସର୍ଚ୍ଚ ବାରରେ ଆପଣ ସର୍ଚ୍ଚ କ'ଣ କରିବେ ନା ସୁଭଦ୍ରା ଯୋଜନା। ଚାଲନ୍ତୁ ଏଠି ମୁଁ ସର୍ଚ୍ଚ ବାରରେ ସର୍ଚ୍ଚ କରିବି ସୁଭଦ୍ରା ଯୋଜନା। ସୁଭଦ୍ରା ଯୋଜନା ଲେଖିକି ଏଠି ମୁଁ ସର୍ଚ୍ଚ କରିଦେବି। ସର୍ଚ୍ଚ କରିଦେଇ ସାରିଲା ପରେ ଦେଖିପାରୁଥିବେ ଏଇଭଳିଆ ଇଣ୍ଟରଫେସ୍ ଖୋଲିକି ଆସିଯିବ। ଆପଣ ତଳକୁ ଆସିଯିବେ। ତଳକୁ ଆସିଗଲା ପରେ এইটু আপনার লেখা হয়ে দেখিপারে ওয়েবসাইট অফ দ সুভদ্রা যোজনা ওড়িশা। তাপরে আপনার টচ করবে। টচ করে সারা পরে সে আউ গোটে পেজটি খোলিকি পড়ে আসব। তার লেখা হচ্ছে দেখিপারে আপনার তলে লেখা হয়েছি ওয়েবসাইট অফ দ সুভদ্রা যোজনা ওড়িশা। তাপরে আউ থরে টচ করদেবে। টচ করদেকি এটি ওকে উপরে টচ করে সারা পরে আপনার সিধা পড়ে আসবে সুভদ্রা যোজনা ওয়েবসাইট কু। ঠিক আছে, আসিগলা পরে আপনার এটি কଣ করবে না ଆପଣ ଏଠି ଆପଣଙ୍କୁ ଟାଟସଟି ଚେକ୍ କରିବେ। ଟାଟସ୍ ଚେକ୍ କରିବାକୁ ଗଲେ କ'ଣ ହେବ, ଆପଣ ଦେଖିପାରୁଥିବେ ଡାଉନ୍ ସାଇଡ଼୍ରେ ଥ୍ରୀ ଲାଇନ୍ ଅଛି। ଆପଣ ସେଇ ଥ୍ରୀ ଲାଇନ୍ ଉପରେ ଟଚ୍ କରିବେ। ଟଚ୍ କରିସାରିଲା ପରେ ଏଇଠି ଆପଣ କ'ଣ କରିବେ ନା 2 ନମ୍ବର ଅପସନ୍ ଯେଉଁ ଅଛି ତାପରେ ଆପଣ ଟଚ୍ କରିବେ। ଠିକ୍ ଅଛି, ଏଠି କ'ଣ ହେବ ନା ଆଉ ଗୋଟେ ନୂଆ ପେଜ୍ଟେ ଖୋଲିକି ପଳେଇ ଆସିବ। ଠିକ୍ ଅଛି, ସେ ଏଠି ଆଧାର ନମ୍ବର ଦେବା ପାଇଁ କହୁଛି। ଏଠି ଆଧାର ନମ୍ବର ଆପଣ ଦେଇଦେବେ। ଦେଇ ସାରିଲା ପରେ ଏଠି ଦେଖିପାରୁଥିବେ ମୋ ଓଟିପି। ତାପରେ ଆପଣ ଟଚ୍ କରିବେ। ଟଚ୍ କରି ସାରିଲା ପରେ ଏଠି ମୁଁ କ'ଣ କରିବି ନା ଆଧାର ନମ୍ବରଟି ଦେଇଦେବି। ଦେଖିପାରୁଥିବେ ମୁଁ ବର୍ତ୍ତମାନ ଆଧାର ନମ୍ବରଟି ଦେଇଦେଇଛି। ଏଠି ମୁଁ କ'ଣ କରିବି ଲଗ୍ଇନ୍। ଆପଣ ଏଠି ଲଗ୍ଇନ୍ ଉପରେ ଆପଣ କ'ଣ କରିବେ ନା ଟଚ୍ଟି କରିବେ। ଦେଖିପାରୁଥିବେ ଲେଖା ହେଇଛି ଲଗ୍ଇନ୍। ଲଗ୍ଇନ୍ ଉପରେ ଆପଣ ଟଚ୍ଟି କରିବେ। ଟଚ୍ କରିଦେଇ ସାରିଲା ପରେ ଦେଖିପାରୁଥିବେ ଏଠି ଆପଣଙ୍କୁ ଓଟିପି ଦେବା ପାଇଁ ସେ କହୁଛି। ଠିକ୍ ଅଛି, ଆପଣ ଯେଉଁ ଆଧାର ନମ୍ବରଟି ଦେଇଥିବେ ସେଇ ଆଧାର ନମ୍ବରରେ ଯେଉଁ ମୋବାଇଲ ନମ୍ବର ଲିଙ୍କ ଥିବ ସେଇ ମୋବାଇଲ ନମ୍ବରକୁ ଗୋଟେ ଓଟିପି ଯିବ। ସେ ଓଟିପିଟା ଆପଣ କ'ଣ କରିବେ ଏଠି ଯେଉଁ ଦେଖିପାରୁଥିବେ ତୀର ମାଧ୍ୟମରେ ଆପଣ ଦେଖିପାରୁଥିବେ ସେଇଠି ଆପଣ ଓଟିପିଟା ଦେଇଦେବେ। ଚାଲନ୍ତୁ ବର୍ତ୍ତମାନ ଆମେ ଓଟିପିଟା ଏଠି ଦେଇଦେବା। ନେଟ୍ ଟିକେ ସ୍ଲୋ ଅଛି କାହିଁକିନା ଓଟିପି ଆସିବା ପାଇଁ ଡେରି ହେଉଛି। ତଥାପି ସେ ଆପଣଙ୍କୁ ପୁରା ଟାଇମ୍ ଦେଉଛି। 4 ମିନିଟ୍ ସେ ଦେଉଛି। ତୁମର 3 ମିନିଟ୍ 23 ସେକେଣ୍ଡ ଅଲରେଡ଼ି ହେଇସାରିଲାଣି। ଏପର୍ଯ୍ୟନ୍ତ ମୋର ଓଟିପି ଆସିନି। ଓଟିପିଟା ଆସିଲେ ଏଠି ଓଟିପିଟା ଦେଇକି ମୁଁ ଆପଣଙ୍କୁ ଷ୍ଟାଟସ୍ଟି ଚେକ୍ କରାଇବି। ଠିକ୍ ଅଛି, ଦେଖିପାରୁଥିବେ ମୋର ବର୍ତ୍ତମାନ ଓଟିପି ଆସିଛି। ଚାଲନ୍ତୁ ଏଠି ମୁଁ ଓଟିପି ଦେଇଦେବି 101,663। ଠିକ୍ ଅଛି, 101,663। ତାପରେ ଏଠି ଲେଖା ହେଇଛି ଓଟିପିରେ ଆପଣ ଏଠି ସହିତ ଯାଞ୍ଚ କରନ୍ତୁ। ଠିକ୍ ଅଛି, ଆପଣ ତାପରେ ଆପଣ କ'ଣ କରିବେ ନା ଟଚ୍ଟି କରିଦେବେ। ଟଚ୍ କରିଦେଇ ସାରିଲା ପରେ ସେ କିଛି ସମୟ ପ୍ରୋସେସିଂ ନେବ। ଦେଖିପାରୁଥିବେ ଏଇଟା ସମ୍ପୂର୍ଣ୍ଣ ସେ ନାଁ ତାଙ୍କର ଏଠି ପଳେଇ ଆସିଲା। ଦେଖିପାରୁଥିବେ ଆପଣ ଏଠି ଦେଖିପାରୁଥିବେ ୟାର ଇକେୱାଇସି ସ୍ଥିତିଟା କମ୍ପ୍ଲିଟ୍ ଅଛି। ଯଦି ଆପଣଙ୍କର ଏଇଟା କମ୍ପ୍ଲିଟ୍ ନଥିବ ତାହେଲେ ଆପଣ ସେଟାକୁ ଯାଇକି କମ୍ପ୍ଲିଟ୍ କରିବ। ଇକେୱାଇସି ସ୍ଥିତି କମ୍ପ୍ଲିଟ୍ କରିବେ। ଆଉ ଗୋଟେ ଇକେୱାଇସି ପ୍ରକାଶ ଦେଖାଯାଉଛି ବାୟୋମେଟ୍ରିକ୍ସ ଲେଖା ହେଇଛି। ଆପଣ ଏଟାକୁ କ'ଣ କରିବେ ଯେଟା ଆପଣ କମ୍ପ୍ଲିଟ୍ ଥିବ ତାହେଲେ ଭଲ କଥା, ଆପଣଙ୍କୁ କୁଆଡ଼େ ଯିବା ଦରକାର ନାହିଁ। ଯଦି ବାୟୋମେଟ୍ରିକ୍ ଦେଖାଉଛି ତାହେଲେ ଆପଣ ଏଠି କ'ଣ କରିବେ ନା ଆପଣ ଯେତେବେଳେ ସୁଭଦ୍ରା ଯୋଜନା ଫର୍ମ ଭର୍ତ୍ତି ହୁଏ ସେ ଆପଣଙ୍କୁ ଗୋଟେ ରସିଦ ଦେଇଥିବେ। ସେ ରସିଦରେ ଗୋଟିଏ ନମ୍ବର ଥିବ। ସେ ନମ୍ବରଟାକୁ ଆପଣ ଏଠି ଦେଇକି ଏଠି କ'ଣ କରିବେ ନା ଫିଙ୍ଗର ପ୍ରିଣ୍ଟ ଦେଇକି ଏଟାକୁ କମ୍ପ୍ଲିଟ୍ ଆପଣ କରିପାରିବେ। ଠିକ୍ ଅଛି, ଏଇଟାକୁ ଯଦି ଆପଣଙ୍କର ବାୟୋମେଟ୍ରିକ୍ ଦେଖାଉଥିବ ତାହେଲେ ଆପଣଙ୍କୁ ପଇସା ମିଳିବ ନାହିଁ। ଏଟାକୁ କମ୍ପ୍ଲିଟ୍ ହେବା ଦରକାର। ତେଣୁକରି କମ୍ପ୍ଲିଟ୍ ଆପଣ କେମିତି କରିବେ ନା ଆପଣ ଫିଙ୍ଗର ପ୍ରିଣ୍ଟ ଦେଇକି ଯେଉଁ ଜନସେବା କେନ୍ଦ୍ରକୁ ଯାଇକି ଯେଉଁ ଆପଣଙ୍କ ରସିଦରେ ମିଳିଥିବ ସେ ରସିଦରେ ଗୋଟେ ନମ୍ବର ଥିବ। ସେ ନମ୍ବର ଦେଇକି ଏଠି ଫିଙ୍ଗର ପ୍ରିଣ୍ଟ ଦ୍ୱାରା ଭେରିଫାଇ କରିଲେ ଇକେୱାଇସି ଆପଣ ଏଟାକୁ କରିଦେବେ ଯେଉଁ ବାୟୋମେଟ୍ରିକ୍ସ ଲେଖା ହେଉଛି। ଠିକ୍ ଅଛି, ତ ଶୀଘ୍ର ଏଟା ମୁଁ ଯାଇ ଶୀଘ୍ର ଏଟା ଯାଇ ମୁଁ କରିବି। ଆପଣ କେବଳ ସେଇଟା ମୁଁ କହୁଛି। ତାପରେ ଏଟା ଅପ୍ରୁଭ୍ ଯେ ଦେଖା ହେଇଛି ସେଟା ଅପ୍ରୁଭ୍ ରହିବ। କମ୍ପ୍ଲିଟ୍ ଅଛି। ଇଏ ଦେଖୁଥିବେ ବ୍ୟାଙ୍କ ଖାତାଧାରୀଙ୍କ ତାଙ୍କ ନମ୍ବର, ତାପରେ ପେମେଣ୍ଟ କେତେ ତାରିଖ ତାଙ୍କୁ ମିଳିଥିଲା ସେଟା ହେଉଛି ତା ଡେଟ୍। ଏଇଭଳି ଭାବରେ ଆପଣ କ'ଣ କରିବେ ନା ଘରେ ବସି
ଆପଣ ନିଜ ମୋବାଇଲ ସାହାଯ୍ୟରେ ଆପଣଟି ଷ୍ଟାଟସ୍ଟି ଚେକ୍ କରିପାରିବେ। ଆଉ ଯଦି ଆପଣ ବାୟୋମେଟ୍ରିକ୍ ଦେଖାଉଛି ଆପଣ ଯେତେ ଶୀଘ୍ର ଯାଇକି, ଆଉ ସମୟ ଅଭାବ, ଆପଣ ଯେତେ ଶୀଘ୍ର ଯାଇକି ଆପଣଙ୍କୁ ଯେଉଁ ରସିଦଟା ମିଳିଛି ସେ ରସିଦକୁ ନେଇକି ଫିଙ୍ଗର ପ୍ରିଣ୍ଟ ଦେଇକି ଏଟାକୁ EKYC ପ୍ରକାରରୁ କମ୍ପ୍ଲିଟ୍ କରନ୍ତୁ। ଠିକ୍ ଅଛି, ରହିଲି ବନ୍ଧୁ। ପୁଣି ମିଳିବା ନେକ୍ସଟ ଭିଡ଼ିଓରେ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଭିଡ଼ିଓକୁ ନିଶ୍ଚିତ ଲାଇକ୍ କରିବେ। ଏଇଭଳିଆ ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁକି ଆମ ଚ୍ୟାନେଲକୁ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରନ୍ତୁ। ମୁଁ ଯେତେବେଳେ ଭିଡ଼ିଓ ଅପଲୋଡ଼ କରିବି ଆପଣଙ୍କ ପାଖକୁ ତୁରନ୍ତ ନୋଟିଫିକେସନ୍ ଯିବ। ରହୁଛି ବନ୍ଧୁ, ଓକେ, ବାଏ ବାଏ, ଜୟ ଜଗନ୍ନାଥ।